ଇଡେନ୍ ରେ ଭାଙ୍ଗିଲା 53 ବର୍ଷର ରେକର୍ଡ। ହାର୍ମରଙ୍କ ଆଗରେ ଭାରତର ସରେଣ୍ଡର। 30 ରନରେ ଜିତିଲା ଦକ୍ଷିଣ ଆଫ୍ରିକା। କିଛି ଦର୍ଶକ ସୋସିଆଲ ମିଡିଆରେ ଏମିତି ପୋଷ୍ଟ କରୁଛନ୍ତି କୋଚ୍ ଗୌତମ ଗମ୍ଭୀରଙ୍କ ବିଷୟରେ ଯେ ଗମ୍ଭୀରଙ୍କ ପାଇଁ ହାରିଲା ଭାରତ। ତେମ୍ବା ବାବୁଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ଜିତିଛି। କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ରେ ଭାରତକୁ 30 ରନରେ ପରାସ୍ତ କରି ଭ୍ରମଣକାରୀ ଦଳ ହାର୍ମଙ୍କ ଆଗରେ ଆତ୍ମସମର୍ପଣ କରିଛି ଟିମ୍ ଇଣ୍ଡିଆ। 124 ରନ୍ ଚେଜ୍ କରିପାରିଲା ନାହିଁ ଭାରତ। ଫଳରେ କୋଲକାତା ଟେଷ୍ଟ ଜିତି ନେଇଛି ଦକ୍ଷିଣ ଆଫ୍ରିକା। ଏହି ଦମଦାର ବିଜୟ ସହିତ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି। ଖାଲି ସେତିକି ନୁହେଁ, ଇଡେନ୍ ଗାର୍ଡେନରେ 53 ବର୍ଷର ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛି। ଘରୋଇ ମାଟିରେ 124 ରନ୍ କରିପାରି ନାହିଁ ଟିମ୍ ଇଣ୍ଡିଆ। ଭାରତୀୟ ବ୍ୟାଟରଙ୍କ ନିରାଶାଜନକ ପ୍ରଦର୍ଶନ ପରାଜୟର କାରଣ ହୋଇଛି। ଭାରତର ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାର ସାଇମନ୍ ହାମ୍ବର 4ଟି ୱିକେଟ୍ ନେଇଛନ୍ତି। ପ୍ରଥମ ଟେଷ୍ଟରେ ସାଉଥ ଆଫ୍ରିକା 30 ରନ୍ ବିଜୟୀ ହୋଇଛି। ଭାରତ 93 ରନ୍ରେ ଅଲ୍ ଆଉଟ୍ ହୋଇଛି। ମୁକାବିଲାର ତୃତୀୟ ଦିନ ଅର୍ଥାତ୍ ଆଜି ଦ୍ୱିତୀୟ ସେସନ୍ ସମାପ୍ତ ହୋଇଛି। ସାଉଥ ଆଫ୍ରିକା ସ୍ପିନର ସାଇମନ୍ ହାର୍ମର ଏହି ମୁକାବିଲାରେ ଦଳ ପାଇଁ 2 ପାଳିରେ 4ଟି ଲେଖାଏଁ ହିସାବରେ 8ଟି ୱିକେଟ୍ ଅକ୍ତିଆର କରିଛନ୍ତି। ମୁକାବିଲାରେ ଦିନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ତେମ୍ବା ବାବୁମା। ପ୍ରଥମ ପାଳିରେ ଦଳ କେବଳ 159 ରନ୍ କରିଥିଲା। ଜବାବରେ ଭାରତ 189 ରନ୍ କରିଥିଲା। ପ୍ରଥମ ଇନିଂସ ଆଧାରରେ ଭାରତ 30 ରନ୍ ଲିଡ୍ କରୁଥିଲା। ଦ୍ୱିତୀୟ ପାଳିରେ ଦକ୍ଷିଣ ଆଫ୍ରିକା 153 ରନ୍ କରି ଭାରତ ଆଗରେ 124 ରନ୍ ଟାର୍ଗେଟ୍ ସେଟ୍ କରିଥିଲା। ହେଲେ ଭାରତୀୟ ବ୍ୟାଟର ହାମରଙ୍କ ଆଗରେ ସରେଣ୍ଡର କରିଥିଲେ। ମାତ୍ର 93 ରନ୍ରେ ଅଲ୍ ଆଉଟ୍ ହୋଇଥିଲା ଇଣ୍ଡିଆ। ରିଟାୟାର୍ଡ ହେଡ୍ ଅଧିନାୟକ ଶୁଭମାନ ଗିଲ୍ ଖେଳିନଥିଲେ। ୱାଶିଂଟନ୍ ସୁନ୍ଦର 93 ବଲ୍ରେ 31 ରନ୍ କରିଥିଲେ। ହେଲେ ତାଙ୍କୁ ଅନ୍ୟ ବ୍ୟାଟରଙ୍କ ସାଥୀ ମିଳିନଥିଲା। ଜୟସ୍ୱାଲ ଖାତା ଖୋଲିପାରିନଥିଲେ। କେଏଲ୍ ରାହୁଲ 1 ରନ୍, ଧ୍ରୁବ ଜୁରେଲ 13 ରନ୍, ରିଷଭ ପନ୍ତ 2 ରନ୍, ଜାଡେଜା 18 ରନ୍ କରି ଆଉଟ୍ ହୋଇଥିଲେ। ମାର୍କ ଜନସନ୍ 2ଟି, କେଶବ ମହାରାଜ 2ଟି ଓ ମାର୍କନ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। କୋଲକାତାର ଇଡେନ୍ରେ ସାଉଥ ଆଫ୍ରିକା ଐତିହାସିକ ବିଜୟ ହାସଲ କରିଛି। ଇଡେନ୍ ଗାର୍ଡେନରେ 53 ବର୍ଷର ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛି। ଦକ୍ଷିଣ ଆଫ୍ରିକା ଇଡେନ୍ ଗାର୍ଡେନରେ ସର୍ବନିମ୍ନ ସମୁଦାୟ ସ୍କୋରକୁ ଡିଫେଣ୍ଡ କରି ଏହି ରେକର୍ଡ ହାସଲ କରିଛି। ପ୍ରଥମ ଟେଷ୍ଟ ହାରିବା ପାଇଁ ଭାରତ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ 2023-25 ପୂର୍ବରୁ ଭାରତୀୟ ଟିମ୍ ଖାତାରେ 54.17 ପଏଣ୍ଟ ରହିଛି। ପଏଣ୍ଟ ଟେବୁଲର ତୃତୀୟ ନମ୍ବରରୁ ଚତୁର୍ଥକୁ ଖସି ଆସିଛି। ଅଷ୍ଟ୍ରେଲିଆ ନମ୍ବର 1ରେ ରହିଛି। ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା ନଭେମ୍ବର 22ରେ ଗୁଆହାଟୀରେ ଖେଳାଯିବ।